ଅନ୍ୟମାନେ ତୁମ ବିଷୟରେ କ'ଣ ଭାବୁଛନ୍ତି ତା ଉପରେ ଗୁରୁତ୍ୱ ନ ଦେଇ ନିଜ ନିଜ ବିଷୟରେ ଧ୍ୟାନ ଦିଅନ୍ତୁ। କାହାକୁ ନ ଡରେଇ ସାହସ ଦିଅ। ଅପମାନ କର ନାହିଁ, ଶିଖେଇ ଦିଅ। ଗାଳି କର ନାହିଁ, ସହିଯାଅ। ଭରସା ଯଦି ନିଜ ଉପରେ ରଖିବ ତାହେଲେ ସେ ତୁମ ସାହସ ହେବ, ଆଉ ଯଦି ଅନ୍ୟ ଉପରେ ରଖିବ ତାହେଲେ ସେ ତୁମର ଦୁର୍ବଳତା ହେବ। ତୁମେ ଠିକ୍ କରିଥିବା କଥା କେହି ମନେ ରଖିବେ ନାହିଁ ଓ ତୁମେ ଭୁଲ କରିଥିବା କଥା କେହି ଭୁଲିବେ ନାହିଁ। ଭଗବାନଙ୍କୁ ନ ଡର ପଛେ ମାତ୍ର ନିଜ କର୍ମକୁ ଡର, କାରଣ କର୍ମର ଫଳ ଭଗବାନ ମଧ୍ୟ ଏଠି ଭୋଗିଛନ୍ତି। ବିଶ୍ୱାସ ରଖ, ଯାହା ହେଇଛି ଭଲ ହେଇଛି, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହେବ। ଆତ୍ମବିଶ୍ୱାସକୁ ପାଖରେ ରଖି ଅହଙ୍କାରକୁ ତ୍ୟାଗ କରନ୍ତୁ। ଯିଏ ନିଜ ମନକୁ ନିୟନ୍ତ୍ରଣରେ ରଖିପାରେ ସେ କିଛି ବି କରିପାରେ। ସ୍ୱାର୍ଥପର ଲୋକ ସ୍ୱାର୍ଥ ଥିବା ଯାଏ ସାଥିରେ ଥାଆନ୍ତି, ମାତ୍ର ନିଃସ୍ୱାର୍ଥପର ଲୋକ ଶେଷ ଯାଏ ସାଥିରେ ଥାଆନ୍ତି। ସବୁବେଳେ ଭଲ କର୍ମ କରନ୍ତୁ, କେହି ସମ୍ମାନ କରୁ ବା ନ କରୁ। ସବୁଦିନ ପରିଶ୍ରମ ଓ ଭଗବାନଙ୍କ ଉପରେ ଭରସା ହିଁ ସଫଳତାର ମୂଳମନ୍ତ୍ର ଅଟେ। ଜୀବନରେ ସବୁଠାରୁ ବଡ଼ ଭୁଲ ତାହାକୁ କୁହାଯାଏ ଯଦି ଆପଣ ଗୋଟିଏ ଭୁଲକୁ ଶିକ୍ଷା ପାଇପାରୁନାହାନ୍ତି। ଜୀବନରେ କେବେ ଗର୍ବ କରନ୍ତୁ ନାହିଁ। ଯେତେବେଳେ ଆମ ସହିତ କେହି ଖରାପ ବ୍ୟବହାର କରନ୍ତି ଆମ ମନ ଘୃଣା ଓ ରାଗରେ ଭରିଯାଏ। ତେଣୁ ଏ କ୍ଷେତ୍ରରେ ମନକୁ ଶାନ୍ତ ରଖନ୍ତୁ। ନିଜ ମନରେ ଅନ୍ୟ ପ୍ରତି ଦୟା ଓ ସହାନୁଭୂତିର ଭାବନା ଜାଗ୍ରତ କରନ୍ତୁ। ଆଧ୍ୟାତ୍ମିକ ଜ୍ଞାନ ସହିତ ଜଡ଼ିତ ହୁଅନ୍ତୁ। ଏକ ଆଧ୍ୟାତ୍ମିକ ଜ୍ଞାନ ହିଁ ଆପଣଙ୍କୁ ଶାନ୍ତି ଆଡ଼କୁ ନେଇଯିବ। ବିତି ଯାଇଥିବା ସମୟକୁ ମନେ ପକାଇ ଦୁଃଖ କରିବା ଅପେକ୍ଷା ବର୍ତ୍ତମାନ ସମୟ ଉପରେ ଧ୍ୟାନ ଦିଅନ୍ତୁ। ମନୁଷ୍ୟର କର୍ମ ହିଁ ମନୁଷ୍ୟକୁ ଈଶ୍ୱରଙ୍କ ପାଖକୁ ନେଇଯାଏ କିମ୍ବା ଈଶ୍ୱରଙ୍କଠୁ ଦୂରକୁ ନେଇଯାଏ। ଆପଣ ଯାହା ଉପରେ ନିର୍ଭରଶୀଳ ରହିବେ ସେ ହିଁ ଆପଣଙ୍କର ଫାଇଦା ଉଠାଇବ। ଯେତେବେଳେ ଆପଣ ନିଜକୁ ଏକୁଟିଆ ଅନୁଭବ କରନ୍ତି ସେତେବେଳେ ଏହି ସତ୍ୟକୁ ବୁଝି ନିଅନ୍ତୁ ଯେ ଆପଣ ଏ ଦୁନିଆକୁ ଏକା ଆସିଥିଲେ, ଏକା ହିଁ ଚାଲିଯିବେ। ବାସ୍ତବରେ ଏଠାରେ କେହି ହେଲେ ଆପଣଙ୍କର ନିଜର ନୁହନ୍ତି। ଯଦି କେହି ଆପଣଙ୍କର ସାଥ ଛାଡ଼ିଦିଏ ତ ଜାଣି ରଖନ୍ତୁ ଏ ଈଶ୍ୱର ସର୍ବଦା ଆପଣଙ୍କ ସାଥିରେ ଅଛନ୍ତି। ସେ କେବେ ହେଲେ ଆପଣଙ୍କର ହାତ ଛାଡ଼ିବେ ନାହିଁ। ଜୀବନରେ ଯଦି ଖୁସିରେ ରହିବା ପାଇଁ ଚାହୁଁଛ ତ କେବେ ଲୋକମାନଙ୍କ କଥା ବିଲକୁଲ ହୃଦୟକୁ ନିଅନ୍ତୁ ନାହିଁ। ବନ୍ଧୁଗଣ, କେବେ ଅନ୍ୟକୁ ନିଜ ବିଷୟରେ ଜଣାଇ ନିଜର ସମୟ ନଷ୍ଟ କରନ୍ତୁ ନାହିଁ, କାରଣ ଅନ୍ୟମାନେ ଆପଣଙ୍କ ଅସୁବିଧା ସମୟରେ ଫାଇଦା ଉଠାଇବେ ଅଥବା ମଜା ନେବେ। ଜୀବନରେ କିଛି ବଡ଼ ନିଶ୍ଚୟ ହାସଲ କରନ୍ତୁ, ନିଜ ପାଇଁ ନହେଲେ ନାହିଁ, କିନ୍ତୁ ସେମାନଙ୍କ ପାଇଁ ନିଶ୍ଚୟ ବନନ୍ତୁ ଯେଉଁମାନେ ତୁମର ହାରିବାର ଅପେକ୍ଷା କରିଛନ୍ତି। ନିଜର ତୁଳନା କେବେ ଅନ୍ୟମାନଙ୍କ ସହିତ କରନ୍ତୁ ନାହିଁ। ଗୋଟିଏ ଥରରେ କୌଣସି ଚେଷ୍ଟା ସଫଳ ହୋଇନଥାଏ। ଯଦି ତୁମେ ତୁମ ଜୀବନରେ କିଛି ବଡ଼ କରିବା ପାଇଁ ଚେଷ୍ଟା କରୁଛ ତେବେ ମୂଲ୍ୟବାନ ସମୟକୁ ଧ୍ୟାନ ଦେବାକୁ ପଡ଼ିବ। ଆଜିର ଦୁନିଆ ବହୁତ ଦ୍ରୁତ ଗତିରେ ବଢ଼ି ଚାଲିଛି, ଆଉ ଏହା ସହିତ ତୁମେ ତାଳ ଦେଇ ଯଦି ନ ଚାଲିବ ତାହେଲେ ପଛରେ ରହିଯିବ। ସଠିକ୍ ସମୟରେ ସଠିକ୍ କାର୍ଯ୍ୟ କରିବା ଦ୍ୱାରା ହିଁ ସଫଳତାର ନିଶ୍ଚୟ ମିଳିଥାଏ। ଯଦି ଅନୁଭବ ହୁଏ ଲକ୍ଷ୍ୟ ପଥରେ ପହଞ୍ଚିବା ଅସମ୍ଭବ ବୋଲି ତେବେ ରାସ୍ତା ବଦଳାନ୍ତୁ, କିନ୍ତୁ କେବେ ନିଜର ଲକ୍ଷ୍ୟକୁ ବଦଳାନ୍ତୁ ନାହିଁ। ଚୁପ୍ ରହିବା ଦ୍ୱାରା ବହୁତ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଏ। କେବେ ସାହସ ହରାନ୍ତୁ ନାହିଁ, କାହିଁକି ନା ତୁମକୁ ବହୁତ ଆଗକୁ ଯିବାର ଅଛି। ଯେଉଁମାନେ କହୁଥିଲେ ଏ କାମ ତୁମ ଦ୍ୱାରା ହୋଇପାରିବ ନାହିଁ ତାକୁ ବି କରିକି ଦେଖାଇବାର ଅଛି। ଆଗକୁ ବଢ଼ୁଥିବା ବ୍ୟକ୍ତି କେବେ କାହାର ବାଧକ ସାଜିନଥାଏ। ଅନ୍ୟକୁ ବାଧା ପହଞ୍ଚାଉଥିବା ବ୍ୟକ୍ତି କେବେ ଆଗକୁ ବଢ଼ିପାରେ ନାହିଁ। କିନ୍ତୁ କିଛି କହିବା ପୂର୍ବରୁ ଭଲ କି ଭାବି ନିଅନ୍ତୁ, କାରଣ କହିବା ପରେ ଭାବିବା ପାଇଁ କିଛି ନଥାଏ, ଥାଏ କେବଳ ପଶ୍ଚାତାପ। ଜୟ ରାଧେ ରାଧେ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଏବଂ ସେୟାର କରିଦେବେ ଓ ଭିଡ଼ିଓଟିରେ ପ୍ରଥମ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନକୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବାକୁ ପାଇବେ।